ସମସ୍ତଙ୍କୁ ସାହାଯ୍ୟ କରନ୍ତୁ। ଆମମାନେ ଆମର ଶାସ୍ତ୍ରରୁ ଗୋଟେ ଅଂଶ ପାଠ କରିବା, ତାହା ହେଲା ଉପଦେଶକ ତାର 3:11 ସୁନ୍ଦର ଭାବରେ ଲେଖାଗଲା। କିଏ ଜଣେ ପଢିବେ? ସେ ପ୍ରତ୍ୟେକ ବିଷୟକୁ ତାହାର ସମୟରେ ଶୋଭିତ କରିଅଛନ୍ତି, ମଧ୍ୟ ସେ ସେମାନଙ୍କର ହୃଦୟରେ ଅନନ୍ତ କାଳ ରଖିଅଛନ୍ତି। ତଥାପି ପରମେଶ୍ୱର ପ୍ରଥମ ଠାରୁ ଶେଷ ପର୍ଯ୍ୟନ୍ତ ଯେଉଁ କାର୍ଯ୍ୟ କରିଅଛନ୍ତି, ମନୁଷ୍ୟ ତହିଁର ତତ୍ତ୍ୱ ପାଇପାରେ ନାହିଁ। Praise the Lord. Everything has made in its time beautifully. ସମସ୍ତ ବିଷୟକୁ ତାହାର ସମୟ ଅନୁସାରେ ଆଉ ସିଏ ସୁନ୍ଦର ଭାବେ ବନେଇଛନ୍ତି। ଏଠୁ ଆମେ ଗୋଟେ ସୁନ୍ଦର ବିଷୟକୁ ଆଜି ଲକ୍ଷ୍ୟ କରିବା। He has made everything beautiful in his time, in its time. His time ନୁହଁ, its time ମାନେ ତାହାର ସମୟ ଅନୁସାରେ ତାହାକୁ ସିଏ ସୁନ୍ଦର କରିଛନ୍ତି। ମାନେ ସେ ଯେତେବେଳେ ଆମେ ଯିବା ଆଦି ପୁସ୍ତକ ତାର ପ୍ରଥମ ବାକ୍ୟରେ କଣ ଆମେ ପଢୁ? ଆଦି ପୁସ୍ତକର ସର୍ବପ୍ରଥମ ବାଇବଲର ପ୍ରଥମଟା ଆମେ କହିଥାଉ ସେଟାକୁ ଯେ ଆଦ୍ୟରେ ପରମେଶ୍ୱର ସ୍ୱର୍ଗ ଓ ପୃଥିବୀ ସୃଷ୍ଟି କଲେ। ଏଇ ଯୋଉ ଆଦ୍ୟ ୱାର୍ଡଟା ଇନ୍ ଦ ବିଗିନିଂ, ଓଡିଆ ଇଂଲିଶରେ ଇନ୍ ଦ ବିଗିନିଂ, ଏଇ ଯୋଉ ଇଟ୍ସ ଟାଇମ୍ ଏଠି ଯୋଉ ଆରମ୍ଭ ହୁଏ, ଆଉ ଏଠି ଆଦ୍ୟରେ ବିଗିନିଂ ଅଫ ଦ ୱାର୍ଲଡ, ବିଗିନିଂ ଅଫ ଦ ହ୍ୟୁମାନ ବିଙ୍ଗ। ଆଉ ଏଇ ସମୟକୁ ଆମେ ଦେଖିବା ଯେ ଆଦ୍ୟ ଯୋଉ ଅର୍ଥ, ଆଦ୍ୟରେ ପରମେଶ୍ୱର ସ୍ୱର୍ଗ ଓ ପୃଥିବୀ ସୃଷ୍ଟି କଲେର ଅର୍ଥ ପରମେଶ୍ୱରଙ୍କ ସେଇଟା ଆଦ୍ୟ ନଥିଲା, ସେଟା ମନୁଷ୍ୟ ମାନଙ୍କ ପାଇଁ ଆଦ୍ୟ ଥିଲା, ଆରମ୍ଭ ଥିଲା। ପରମେଶ୍ୱରଙ୍କର ତା ପୂର୍ବରୁ ସେ ଅଛନ୍ତି, ସେ ସେଇଦିନ ସେଟାକୁ ଆରମ୍ଭ କଲେ ଆମମାନଙ୍କ ପାଇଁ। ଆଉ ଆମମାନଙ୍କର ଆରମ୍ଭ ଦିନ ହଉଛି ଆମମାନଙ୍କର ସ୍ୱର୍ଗ ଆଉ ପୃଥିବୀକୁ ସେ ନିର୍ମାଣ କରିବାର। କିନ୍ତୁ ନିର୍ମାଣକାରୀ କେବେଠୁ ଅଛନ୍ତି? ଗୋଟେ କୁମ୍ଭକାର ଯେତେବେଳେ ଆଉ ସେ ଗୋଟେ ହାଣ୍ଡିକୁ ଜନ୍ମ ଦିଏ, କୁମ୍ଭକାର ଆଗରୁ ଜନ୍ମ ନ ହେଇଥିବ, ଆଗରୁ ସେ ସବୁ ଜିନିଷ ଜାଣିନଥିବେ, ଆଉ ସେ କେବେ ବି ସେ ହାଣ୍ଡିକୁ ଜନ୍ମ ଦେଇପାରିବେ ନାହିଁ କୁମ୍ଭକୁ। ସେଇପରି ଯେ ଆମମାନଙ୍କର ସୃଷ୍ଟିକୁ ଆଉ ସେ ଆରମ୍ଭ କରିବା ପାଇଁ ସେ ଆଗରୁ ଏକ୍ଜିଷ୍ଟେନ୍ସ ଅଛନ୍ତି। ତାଙ୍କର ଉତ୍ପତ୍ତି ବା ତାଙ୍କର ମାନେ ଯୋଉଟାକୁ ଆମେ କହିଥାଉ, ସେ ଆମମାନଙ୍କ ମଧ୍ୟରେ ତା ପୂର୍ବରୁ ସେ ଜଗତରେ ଥିଲେ, ତା ପୂର୍ବରୁ ସେ ତାଙ୍କର ତତ୍ତ୍ୱ ଅଛି, ତାଙ୍କର ସତ୍ତ୍ୱ ଅଛି। ଆଉ ତେଣୁ ଏଠାରେ ଆମମାନେ ଗୋଟିଏ ବିଷୟକୁ ଲକ୍ଷ୍ୟ କରା, ଇଟ୍ସ ଟାଇମ୍, ଏହାର ସମୟ, ଆମମାନଙ୍କର ସମୟ ଆରମ୍ଭ ହେଲା ଜଗତର ଆରମ୍ଭରୁ। ଆଉ ପରମେଶ୍ୱରଙ୍କ ସମୟ କେବେ ଯେ ଆରମ୍ଭ ହେଇଛି ତାହା ମାନେ ଜାଣିନାଉ। ଯିଶାୟ 9:6 ଟିକେ ଆମେ ଦେଖିବା, ଗୋଟେ ସୁନ୍ଦର ବିଷୟ ଲେଖାଗଲା ଯେ ସେଇ ବାକ୍ୟକୁ ଆଜି ଆମେ ଲକ୍ଷ୍ୟ କରିବା। ଆଜି ଆପଣ ପ୍ରତ୍ୟେକଙ୍କ ଜୀବନରେ ଆଉ କ୍ରିସମାସ ସିଜନ ପଶିଛି, ପ୍ରତ୍ୟେକଙ୍କ ମନରେ, ପ୍ରତ୍ୟେକଙ୍କ ପ୍ରାଣରେ, ପ୍ରତ୍ୟେକ ଖୁସି ଆନନ୍ଦିତ। ଆଉ ଆମମାନେ ଆଉ ଏଇ ଉକ୍ତିଟିକୁ ପଢିବା ଯିଶାୟ 9:6ରେ। ଆଉ ଯିଶାୟ ଭବିଷ୍ୟତ ବକ୍ତା ଯେତେବେଳେ ପ୍ରକାଶ କରନ୍ତି, ପଢିଲ ମାମା କିଏ ଜଣେ? କାରଣ ଆମ୍ଭମାନଙ୍କ ନିମନ୍ତେ ଏକ ବାଳକ ଜନ୍ମିଅଛନ୍ତି, ଆମ୍ଭମାନଙ୍କୁ ଏକ ପୁତ୍ର ଦତ୍ତ ହୋଇଅଛନ୍ତି, ଓ ତାହାଙ୍କ ସ୍କନ୍ଧରେ କର୍ତ୍ତୃତ୍ୱ ଭାର ଥୁଆଯିବ। ପୁଣି ତାହାଙ୍କର ନାମ ଆଶ୍ଚର୍ଯ୍ୟ ମନ୍ତ୍ରୀ, ପରାକ୍ରାନ୍ତ ପରମେଶ୍ୱର, ଅନନ୍ତକାଳୀନ ପିତା, ଶାନ୍ତି ରାଜା ହେବ। ବର୍ତ୍ତମାନ ଆପଣ ମାନେ ଏଥିରୁ ଜାଣିପାରୁଥିବେ, ଇନ୍ ଇଟ୍ସ ଟାଇମ୍ ଆମମାନଙ୍କ ପାଖକୁ ଆସିଲା ଶହ ଶହ ବର୍ଷ ପରେ ଏଇ ଉକ୍ତିଟା, ଏଇ ଯୋଉ ପ୍ରଫେସି, ଏଇ ଯୋଉ ଭବିଷ୍ୟବାଣୀ ଆଉ ଯେ ଯିଶାୟ ଭବିଷ୍ୟତ ବକ୍ତା କରିଗଲେ, ଏଇଟା ସେଇଦିନ ପାଇଁ ନଥିଲା ଯୋଉ ଦିନ ସେ କହିଥିଲେ। ୟାର ଶହ ଶହ ବର୍ଷ ପରେ ତାହା ପ୍ରତିଫଳିତ ହେଲା। ଇନ୍ ଇଟ୍ସ ଟାଇମ୍ ଦ ସନ୍ ହ୍ୟାଜ୍ ବର୍ନ, ଇନ୍ ଇଟ୍ସ ଟାଇମ୍ ପରାକ୍ରମ, ଆଶ୍ଚର୍ଯ୍ୟ ମନ୍ତ୍ରୀ, ଅନନ୍ତକାଳୀନ ପିତା, ଶାନ୍ତିର ରାଜକୁମାର, ତାହାର ସମୟ ବା ଆମର ସମୟ ଅନୁସାରେ ଆମକୁ ଦରକାର ପଡିଲେ। କଣ ପାଇଁ ଆମର ସମୟ ଦରକାର ହେଲା? ଆମେ ପାପରେ ପଡିଗଲୁ, ଆମ ପରମେଶ୍ୱରଙ୍କ ଦ୍ୱାରା ବିତାଡିତ ହେଇଗଲେ ଆମ ପ୍ରଥମ ପିତାମାତା ଆଦମ ହବା।
ଆଉ ତାପରେ ଆଉ ସେ କିନ୍ତୁ ତା ପୂର୍ବରୁ କଣ କରିଛନ୍ତି, 100 ବର୍ଷ ପୂର୍ବରୁ ଆଉ ପରମେଶ୍ୱରଙ୍କର ବିଚାରକୁ ଯିଶାୟା ଭବିଷ୍ୟତ ବକ୍ତାଙ୍କ ଦ୍ଵାରା ଆଉ ସେ ପ୍ରକାଶ କରିଦେଇଛନ୍ତି। ଜଣେ ପୁତ୍ର ଜନ୍ମ ହେବେ, ତାଙ୍କର ନାମ ଇମାନୁଏଲ, ତାଙ୍କର ନାମ ପରାକ୍ରାନ୍ତ ପରମେଶ୍ୱର, ଆଉ ସେ ଆଶ୍ଚର୍ଯ୍ୟ ମନ୍ତ୍ରୀ, ଆଉ ସେ ଶାନ୍ତିର ପିସ୍ ଅଫ କିଙ୍ଗ, ଶାନ୍ତିର ରାଜକୁମାର ହେବେ। ଏହା କେବେଠୁ ନିର୍ଦ୍ଦିଷ୍ଟ ହେଇଛି? 100 ବର୍ଷ ପରେ ଆମେ ଡିସେମ୍ବର 25 କୁ ତ ଆମେ ପାଳନ କରିଥାଉ ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଏ ଜଗତକୁ ଆସିଲେ, ଆମ ପାଇଁ ପରିତ୍ରାଣର ବାଟ ଖୋଲିଦେଲେ, ଦ ୱେ ଟୁ ଦ ରେଷ୍ଟୋରେସନ ୱିଥ ଦ ଫାଦର। ଆଉ ସେଇ ଯୋଉ ରିଷ୍ଟୋରେସନ ର ବାଟ ବହୁତ ଦିନ ଆଗରୁ ପ୍ରକାଶ କରାଯାଇଥିଲା। ଯେତେବେଳେ ଯୀଶୁ ଖ୍ରୀଷ୍ଟ ଜଗତକୁ ଆସିନଥିଲେ ସେଇ ସମୟରୁ ଏହା ପ୍ରକାଶ ହୋଇଯାଇଛି। ଆଉ ସେ 100 ବର୍ଷ ପରେ ପ୍ରକାଶ ହେଲେ ତାଙ୍କ ସମୟରେ। ଏହା ବଡଦିନ ସମୟ ସମସ୍ତେ ତାତ୍ପର୍ଯ୍ୟ ସହିତ ଆମେ ବଡଦିନ ପାଳନ କରିଥାଉ। ଆଜି ଆଉ ମୁଁ ଆପଣଙ୍କୁ ଆଉ ବଡଦିନ ସମ୍ବନ୍ଧୀୟ ଏହି ତଥ୍ୟକୁ ଆଉ ଥରେ ରୋଚକ କରିବା ପାଇଁ ମୁଁ ଅଳ୍ପ ସମୟ ଆପଣମାନଙ୍କ ସହିତ କଥା ହେବି। ଆମେ ବଡଦିନରେ କଣ କରିଥାଉ? ବଡଦିନରେ ଆମେ କିପରି ଭାବେ ପାଳନ କରିଥାଉ? ନୂତନ ପୋଷାକ, ଆଉ ଭଲ ଖାଇବା, ଆଉ ଭଲ ପିନ୍ଧିବା, ଆଉ ଭଲ ଭାବରେ ଆଉ ପାଳନ କରିଥାଉ। ପ୍ରିୟ ବନ୍ଧୁ ବାନ୍ଧବ ପ୍ରିୟଜନ ମାନଙ୍କୁ ଡାକିଥାଉ, ଆମେ ସେ ଭାବିଥାଉ। କିନ୍ତୁ ବଡଦିନ ପାଳନର ଦୁଇଟି ବିଷୟ ମୁଁ ଆପଣମାନଙ୍କୁ ଆଜି ପ୍ରକାଶ କରିବି। ପ୍ରଥମ ବିଷୟ ହେଲା ଆମେ ବଡଦିନକୁ ପ୍ରଶଂସା ଓ ଧନ୍ୟବାଦର ସ୍ୱର ଉତ୍ତୋଳନ କରିବା। ଏ ଯୋଉ 100 ବର୍ଷ ପୂର୍ବେ ଯୋଉ ସିକ୍ରେଟ ଆଉ ପରମେଶ୍ୱର ତାଙ୍କର ଦାସ ଯିଶାୟାଙ୍କ ଦ୍ୱାରା ପ୍ରକାଶ କଲେ, ଆଉ ତାହା ଯେତେବେଳେ 100 ବର୍ଷ ପରେ ପ୍ରକାଶିତ ହେଲା ଏ ପୃଥିବୀରେ ଇନ୍ ଇଟ୍ସ ଓନ୍ ଟାଇମ୍, ଯେତେବେଳେ ମନୁଷ୍ୟକୁ ଦରକାର ପଡିଲା, ମନୁଷ୍ୟ ପାପରେ ପରାକ୍ରାନ୍ତ ହେଇଗଲା, ସେ ଆଉ ପରମେଶ୍ୱର ଫେରି ପାରିବ ନାହିଁ, ତେଣୁ ସମୟ ଆବଶ୍ୟକ ହେଇଗଲା। ଆଉ ସେଇ ସମୟରେ ପରମେଶ୍ୱର ଆଉ ତାଙ୍କ ପୁତ୍ରଙ୍କୁ ପ୍ରକାଶିତ ହେବା ପାଇଁ ଏଇ ଜଗତକୁ ପଠାଇଲେ। ଈଶ୍ୱରଙ୍କର ଅବର୍ଣ୍ଣନୀୟ ଦାନ 2 କରିନ୍ଥୀୟ 9:15 କୁହେ, ତାଙ୍କର ଅବର୍ଣ୍ଣନୀୟ ଦାନ ଆମ ପାଇଁ ଅବର୍ଣ୍ଣନୀୟ, ଆଉ ସେଟା କେବେ ଡିସ୍କ୍ରାଇବ କରି ହବନି, ଇନଡିସ୍କ୍ରାଇବେବଲ। ଆଉ ସେ ଅବର୍ଣ୍ଣନୀୟ ଦାନ ମନୁଷ୍ୟ ଜଗତ ପାଇଁ ଛୋଟ ଶିଶୁ ରୂପରେ ମାନବ ହୋଇ ଏ ଜଗତକୁ ସେ ପ୍ରକାଶିତ ହେଲେ। ଆଉ ପ୍ରଶଂସାର ସ୍ୱର ଆମେ ଉଠାଉ ସେଥିପାଇଁ, ତାଙ୍କ ନିମନ୍ତେ, ତାଙ୍କର ଅବର୍ଣ୍ଣନୀୟ ଦାନ ନିମନ୍ତେ ଆମେ ପ୍ରଶଂସାର ସ୍ୱର ଉଠାଉଛୁ। ଖ୍ରୀଷ୍ଟମାସ ତ ଖ୍ରୀଷ୍ଟମାସର ତାତ୍ପର୍ଯ୍ୟ ବୁଝିବା। ତାଙ୍କର ଏଇ ଯୋଉ ଅବର୍ଣ୍ଣନୀୟ ଦାନ, ସେ ଅବର୍ଣ୍ଣନୀୟ କଣ? ଶାନ୍ତିର ରାଜା, ପରାକ୍ରାନ୍ତ ପରମେଶ୍ୱର, ଆଶ୍ଚର୍ଯ୍ୟ ମନ୍ତ୍ରୀ, ଆଉ ଶାନ୍ତିର ରାଜକୁମାର, ଆଉ ଏଇ ସବୁ ଯୋଉ ଦାନ ଗୁଡାକ ଆମକୁ ଦେଇଦେଲେ, ଗୋଟିଏ ରୂପରେ ଏତେ ପ୍ରକାର ବିଷୟ, ଗୋଟିଏ ନାମରେ ଏତେ ପ୍ରକାର ବିଷୟ ରହୁଛି। ଆଉ ସେ ଯୋଉ ଅବର୍ଣ୍ଣନୀୟ ଦାନଟା ଆମକୁ ଦେଲେ, ତାହାର ଆମେ ପ୍ରଶଂସା ତାଙ୍କର କରିଛୁ କି କରୁଛୁ କି? ଖ୍ରୀଷ୍ଟମାସରେ ଆମେ ପ୍ରଶଂସାର ସ୍ୱର ଉତ୍ତୋଳନ କରିବା ଆବଶ୍ୟକ। ସ୍ୱର୍ଗ ଓ ମର୍ତ୍ତ୍ୟକୁ ସେ ଶିହରିତ କଲେ, ସ୍ୱର୍ଗୀୟ ଦୂତ ବାହିନୀ ଗାୟନ କଲେ, ଈଶ୍ୱରଙ୍କର ମହିମା କଲେ। ଲୁକ୍ 2:13 କୁହାଯାଏ। ଶାସ୍ତ୍ର ଆମମାନଙ୍କୁ ଅନେକ ଜାଗାରେ ପ୍ରକାଶ କରିଛି। ଆଉ ଯୀଶୁ ଖ୍ରୀଷ୍ଟଙ୍କର ଜନ୍ମ ପାଇଁ ଆଉ ସ୍ୱର୍ଗ ପୃଥିବୀ, ସ୍ୱର୍ଗ କେତେ ଆନନ୍ଦ କଲା, ଦୂତମାନେ କେତେ ଆନନ୍ଦ କଲେ, ମହିମାରେ ପୂର୍ଣ୍ଣ ହେଲା ସ୍ୱର୍ଗ। ପଣ୍ଡିତ ଗଣ ତାରାକୁ ଦେଖି ଅତ୍ୟନ୍ତ ଆନନ୍ଦ ଲାଭ କଲେ, ଲୁକ୍ 2:13। ଆଉ ତାପରେ ଆଉ ଆମେ ଦେଖୁ ଆଉ ମାଥ୍ୟୁ 2:10 ସେଟା ଲେଖାଗଲା, ମେଷପାଳକ ମାନଙ୍କ ନିମନ୍ତେ ଅତିଶୟ ଆନନ୍ଦଦାୟକ ବିଷୟ ଥିଲା। ଆଉ ସିମନ ଯେତେବେଳେ ବୃଦ୍ଧାବସ୍ଥା ହେଇଯାଇଥିଲେ, ଲୁକ୍ 2:10, ଆଉ ଯୀଶୁଙ୍କୁ କୋଳରେ ଧରି ସେ ଉଲ୍ଲସିତ ହୋଇଥିଲେ ଯେ ସେ ଅନୁଭବ କଲେ ଏ ଜଗତରେ ତାଙ୍କର ଆଉ ଅଧିକ ଦିନ ବଞ୍ଚିବାର ଆବଶ୍ୟକ ନାହିଁ। ପ୍ରିୟ ବନ୍ଧୁଗଣ, ପରମେଶ୍ୱରଙ୍କର ପ୍ରଶଂସାର ସ୍ୱର ଉତ୍ତୋଳନ କରନ୍ତୁ। ଆଜି ତାଙ୍କର ମହିମା ପ୍ରକାଶ କରନ୍ତୁ, ତାଙ୍କର ଗୌରବ ପ୍ରକାଶ କରନ୍ତୁ, ତାଙ୍କର ଆଶ୍ଚର୍ଯ୍ୟ ଦାନ, ଅବର୍ଣ୍ଣନୀୟ ଦାନକୁ ପ୍ରକାଶ କରନ୍ତୁ। କେବଳ ଆପଣ ଜଷ୍ଟ ବଡ ବଡ ଡିଜି ଲଗେଇକି ଆଉ ଆପଣ ଯେ ଡ୍ୟାନ୍ସ କରିବେ, ନୃତ୍ୟ କରିବେ ଜାଗତିକ ଢାଞ୍ଚାରେ, ୱେଷ୍ଟର୍ଣ୍ଣ ଷ୍ଟାଇଲରେ, ଆଉ ସ୍ୱାଦିଷ୍ଟ ଖାନା ବନେଇବେ, ସେଟା ଖ୍ରୀଷ୍ଟମାସ ପାଳନ ନୁହଁ। ମୁଁ ଆପଣଙ୍କୁ କହିବି, ହୃଦୟର ସ୍ୱରକୁ ଉତ୍ତୋଳନ କରନ୍ତୁ। ଆପଣମାନେ ପ୍ରଶଂସାର ସ୍ୱର ଉତ୍ତୋଳନ କରିବା ସମୟରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ନିଜ ହୃଦୟ ମଧ୍ୟକୁ, ନିଜ ମଣ୍ଡଳୀ ମଧ୍ୟକୁ ଡାକନ୍ତୁ। ମୋର ଗୋଟେ ଉଦାହରଣ ମନେ ପଡେ। ଆଉ
अमेरिकार गोटे जगार क्रिसमस सेलिब्रेशन होता एपरी से प्रभु मान दास कहती से मंडली की जीवाको इच्छा करूली क्रिसमस सेलिब्रेशन होची जो जाऊँगी लोक माने नाच गीत मजी जाइछंती क्रिसमस किंतु गिरजा घर को पशिला बेलू प्रभु जीशु ख्रीष्ट बाहर ठिया होइछंती सेठू मु पचारि हे जीशु आपण एठी आपणकर जन्मदिन उत्सव पालन होची यू आर आवर बर्थडे बॉय व्हाई आर यू हियर से कहले देखंतु तो गीत नाच विभिन्न विषय होची मात्र केही भी प्रकृत भक्ति रे मोर उपासना गीत नाच की स्वर धन्यवाद स्वर दौनाती से माने निजे निजे पेटे पेटे मद पीछंती भल खाई भल भल पोशाक पिंधि विभिन्न उद्देश्य नहीं ये भीतर को आसिक मन को नाचुंती डेउछंती किंतु मोर केही मध्य बर्थडे सेलिब्रेशन करूना क्रिसमस मते प्रशंसा के देई पारुना तार हृदय आज मो पाई खोली नाही माने आमाने क्रिसमस पालन करिया जाउछु हमर समय आमे जानूना आम समय जेते दिन ए जगत रहिबा दैट इज आवर टाइम इन आवर टाइम इफ वी कैनॉट प्रेज गॉड जदि आमाने आमानकर समय रे आमे बंचित अवस्था रे ताहांकर निमंते धन्यवाद रो स्वर उत्तोलन करि न पारू ताहले आमे मला परे आमे किछि करि परिबा नाही आज आपण को मते प्रभु जे आयुष्य दैछंती आपण जानंतिनी मु जानंतिनी किंतु आम समय परमेश्वर को समय विषय पढ़िलु एठी इन इट्स टाइम तार अर्थ आम समय जगत रे बहुत कम आमर समय जेतबेले सरी जीवो जदि तांकर प्रशंसा करि नथिबा परमेश्वर आम प्रति मध्य से मंडली को सेपरी गोटे मंडली मध्य बाइबल रे वर्णना कर दी जाइछि लाउदिकिया मंडली जेपरी प्रभु को द्वार बाहर रखी भितर से निजर कार्यक्रम चलाउथिले लाउदिकिया मंडली विषय आपण मान सुनिबे पढ़िबे जानिबे सेहीपरि मंडली माने हवा नाही सेहीपरि मंडली सदस्य हम हवा नाही आम हृदय परमेश्वरंकर मंडली अटे आम शरीर परमेश्वरंकर मंडली अटे जदि आमाने या मध्यरे आमे तांको प्रकृत उपासना न करिवा जदि से आम हृदय बाहर को चली जिवे आमे भाविथिया प्रभु अछंती आमे क्रिसमस करूछु आमे बढ़िया गीत गाउछु आमे बढ़िया प्रशंसा करछु क्रिसमस रे ओ धार बाड़ करिक बढ़िया बढ़िया लुगा पटा झियो को पुओ को नाती नातुणी आ पिला मानन को संग साथी सब मजा होउची बढ़िया क्रिसमस किंतु से पुरी आमे करि पानो प्रकाशित तार 3:20 के जणे पढिलो मामा देख आम्भे द्वार निकटरे ठिया होई आघात करुछु जदि के आंभर स्वर सुनी द्वार फिटाई दब ताहेले आम्भे प्रवेश करी ताहा निकट को जीवो पुणी आम्भे ताहा सहित भोजन करिबो और से आंभ सहित भोजन करिबो बस क्रिसमस रे हमने मांस पिठा भल विषय बनै थाउ किंतु हमने प्रभु यीशु को आमंत्रण करि न पारथाउ आमे भावी थाउ मु तांकर बर्थडे सेलिब्रेशन करूछि मोर संग साथी भाई बंधु ज्ञाति कुटुंब से चाहती आम सहित भोजन करिया पाए he want to have lunch or dinner or breakfast whatever से आम सहित भोजन करिया चाहती आमे आज तांको आम जो क्रिसमस आमे पालन करिया समय शुभ दिन पालन करिया समय तांको आमे भोजन पाए डाकुछु कि से केते सुंदर भाबे कहले मु द्वार रे ठिया हेछि ओ मु अपेक्षा करिछि मते केतळ तुमे डाकियो मु तुम सहित जाईकी खाइबी बोली आज आम क्रिसमस पालन करू यीशु को आम अंतर्भुक्त करू कि आम भोजन रे आम डाइनिंग रे से बसी खाइबे आम सहित से आनंद करिवे सेही परि क्रिसमस उत्सव को आम पालन करू कि तेणु क्रिसमस बहुत दिन आगो को रहला मु एबेटू आपण मान को प्रस्तुत हबार
आ गोटे सुंदर झलक देवा पई या ही चाहिबी जेतबेले आपण माने क्रिश्चियन क्रिसमस पालन करिए प्रथम विषय तांकर निमंते धन्यवाद रो स्वर को उत्तोलन करिवे आ से धन्यवाद रो स्वर उत्तोलन करिवा द्वारा प्रकृत सत्य और आत्मा रे जेतबेले माने तांकर धन्यवाद स्वर उत्तोलन करिताओ सी आम मान को निकट को आम भीतर को प्रवेश करी आम सहित से भोजन करती कि सुंदर विषय द्वितीय पॉइंट है जे अण ख्रिस्टियन मान पाखे पहुंचवा यत्न करवा मु लंबा मेसेज देवी ना जेहेतु आम को समय अनुसार चलिया पड़ो जे आम अण ख्रिस्टियन मान निकट में पहुंचवा आम को प्रयास करिया पड़ो ख्रिस्टकर जन्म एक अत्यंत आनंदजनक सुसमाचार ता केवल ख्रिस्टियन मान निमंते नुहे मात्र सबु लोक मान निमंते लूक तार 2:10 प्रकाश करे यही संवाद गुरुत्व बुझी मेषपालक माने विस्तृत भावे ता प्रचार करथिले आनंद रे दौड़ी थिले चलो देखिया बुझीवा कोठी से पिला जन्म होई जे जिंस लूक तार 2:10 पढिलो ସେଥିରେ ଦୂତ ସେମାନଙ୍କୁ କହିଲେ ଭୟ କର ନାହିଁ ଦେଖ ମୁଁ ସମସ୍ତ ଲୋକଙ୍କର ଅତ୍ୟନ୍ତ ଆନନ୍ଦଜନକ ସୁସମାଚାର ତୁମମାନଙ୍କୁ ଜଣାଉଅଛି आनंदजनक सुसमाचार ब्यूटीफुल इन इट्स टाइम इट्स ब्यूटीफुल जण गोटे ब्यूटीफुल केतबेले हुए माने जदि देखू उपदेशक तार 3 रो आरंभ रु हम माने देखू सेठी रे बहुत सुंदर भाव लिखुची सब विषय रो काल अछि ओ आकाश तळे सब मनोरथर समय अछि जन्मिवार समय मरिवार समय रोपित करिवार समय माने रोपिवार समय जहा रोपित हला ताहा उपाड़ीवार समय बद्ध करिवार समय सुस्थ करिवार समय भांगीवार समय गांथिवार समय रोदन करिवार समय हास्य करिवार समय किंतु ए सब रे पॉजिटिव नेगेटिव पॉजिटिव रोदन करिवार समय बद्ध करिवार समय ए सब ब्यूटीफुल की ना आनंद करिवार समय इज ब्यूटीफुल गांथिवार समय इज ब्यूटीफुल तोलिवार समय इज ब्यूटीफुल गढ़ीवार समय इज ब्यूटीफुल आउ से ए समयटा मन ब्यूटीफुल कले ए क्रिसमस जो जो माने देखिवा जाऊ डिसेंबर 25 रे पालन करिया जाऊ दैट इज ब्यूटीफुल हाँ से समय अनुभव रे आम एते सुंदर विषय गोटे आउ से देले से जो सुंदर विषयटा को आम माने प्रथमे आनंद धन्यवाद स्वर उत्तोलन करने सहित आम माने हमर विजाति अणख्रिस्टियन भाई भौणी मान निकट रे जाई आमे यार मर्म यार अर्थ यार प्रकृत विषय प्रकाश करू की ना रे बाबू हाँ हमर सांग साथी देखले दीटा पद कौन बाबू तुम क्रिसमस आसला केक मिलियो ना नहीं दे नो आज फॉर द आर केक हमर मिठा पई हमर केक पई तमे बढ़िया केक बनौ छमो तुम केक टा भाई मिलियो तो ए वर्ष मते दीटा दबो यही टाइप रो विषय आसे किंतु आमे सेमान को हमर साक्ष्य को हम माने प्रकाश करू की भाई क्रिसमस केक तो देबी तेणु क्रिसमस 17 पद रे कोन लिखाला पढिले से लूक 2:17 रे सेमाने एहा देखि सेही शिशुଙ୍କ संबंधरे सेमानଙ୍କୁ जो कथा कुहा जायथिला ताहा प्रकाश कले बस आज हम माने प्रकाश करियो पड़ियो आज से मेषपालक माने तांको कहला तुम निमंते गोटे शिशु जन्म होई जंती से आश्चर्य मंत्री से पराक्रांत परमेश्वर से अनंतकालीन राजा शांतिर राजा जन्मी ताहा से माने आसी आउ आमे दर्शन पाइलु बोली ताहा को से प्रकाश करूछंती से आसी की चुपचाप आसी की देखि देगे हो हला करी डेई की नाची की पळै नांती से प्रकाश कले तांको कोन प्रकाश हेतला आमे प्रभुंकर द्वितीय आगमन संबंध रे अनेक थर कथावार्ता करू किंतु प्रकृति रे लक्ष लोक तांकर प्रथम आगमन विषय जाननांती आमे द्वितीय आगमन पाए आमे प्रस्तुत होचु लोक मान को आपण कोन प्रचार करिए द्वितीय आगमन विषय रे जो पर्यंत आपण तांकर प्रथम आगमन आ तार उद्देश्य को जदी जानि नांती कि ताको प्रकाश जदी करि नांती विजाति भाई भणी मान को पाखरे आमे आज क्रिसमस को तांकर से प्रथम आगमन रूप रे पालन करि थाओ
ଆଉ ସେ କ୍ରିସମାସ କୁ ଆମେ ପ୍ରଭୁଙ୍କର ସେ ଆଗମନ ଯେ ପ୍ରଥମ ଆଗମନ ତାହା କି ସୁନ୍ଦର ଆମମାନଙ୍କ ପାଇଁ ଆଉ ଆମ ସମୟ ଅନୁସାରେ ତାକୁ କେତେ ସୁନ୍ଦର ଉପହାର ଅବର୍ଣ୍ଣନୀୟ ଉପହାର ଆମକୁ ଦେଲେ ତାହାକୁ ଆମେ ଜଣାଇବା ପାଇଁ ଭୁଲି ଯାଉ। ଯେତେ ଦୂର ସମ୍ଭବ ଆମେ କାହିଁକି ବଡ଼ଦିନରେ ଆମେ ଆମ ଅଣଖ୍ରୀଷ୍ଟିଆନ ପଡୋଶୀ ମାନଙ୍କ ପାଖକୁ ହାତରେ ମିଠେଇ ଉପହାର ଓ ନୂତନ ନିୟମ ନେଇକି ନ ଯିବା? ଆମେ ମିଠା ଧରିଥିବା କେକ୍ ଧରିଥିବା ଯାହା ବି ଧରନ୍ତୁ ହାତରେ ଗୋଟେ ନୂତନ ନିୟମ ନେବାକୁ ଭୁଲନ୍ତୁ ନାହିଁ। ଦିଅନ୍ତୁ ଈଶ୍ୱରଙ୍କର ବାକ୍ୟ ତା ସହିତ ସେୟାର ଦ ଗସ୍ପେଲ। କାହିଁକି ଆମର ପିଲାମାନଙ୍କୁ ମଧ୍ୟ ଆମେ ଉପହାର ଦେବା ତାଙ୍କର ସାଙ୍ଗମାନଙ୍କୁ ଦିଅ ବୋଲିକି କାହିଁକି ନ କହିବା? ତା ହାତରେ ମଧ୍ୟ ଗୋଟେ ଉପହାର ସହିତ ଗୋଟେ ଛୋଟ ନୂତନ ନିୟମଟି ଦେବେ। ମହମବତୀ ବ୍ୟବହାର ନ କରି ଆମେ ଦୀପ ବ୍ୟବହାର କାହିଁକି ନ କରିବା? ଦୀପାବଳିରେ ଲୋକମାନେ ଘର ସଜେଇ ଦଉଛନ୍ତି, ଆମେ ମଧ୍ୟ ଆମ ଘରକୁ ସଜେଇବା ଆମର ଦୀପ ଦ୍ୱାରା। ଆଜି ଆମର କ୍ରିସମାସ ତା ଭିତରେ ଆପଣଙ୍କୁ କହିବାର ସୁଯୋଗ ଆସିବ, କଣ ତମେ ବି ଦୀପ ଆରମ୍ଭ କଲ? ନା ଭାଇ ଆମ ପାଇଁ ଗୋଟେ ସୁବର୍ଣ୍ଣ ସୁଯୋଗ, ଆମ ପାଇଁ ଗୋଟେ ବ୍ୟୁଟିଫୁଲ ଥିଙ୍ଗସ God has made, that's why ଆନନ୍ଦରେ ଆମେ ଏଇ ଦୀପ ଜଳାଉଛୁ। let people know। ତାହେଲେ ଆପଣ ପ୍ରଥମ ଆଗମନ ସମ୍ବନ୍ଧରେ ଆପଣ କହିପାରିବେ। ପାଶ୍ଚାତ୍ୟ ଧର୍ମ ଆମେ ଗୀତ ଗୁଡାକ ଗାଇଥାଉ, ଧାର୍ମିକ ଗୀତ, ପାଶ୍ଚାତ୍ୟ ଷ୍ଟାଇଲର ଗୀତ ଗୁଡାକ। ସେଇ ପାଶ୍ଚାତ୍ୟ ଷ୍ଟାଇଲର ଗୀତ ନ ଗାଇ ଆମମାନଙ୍କ ନିଜ ଭାଷାରେ ଯେମିତି ଭାଇ ଭଉଣୀ ମାନେ ବୁଝିପାରିବେ ସେମିତି ଗୀତ ଗୁଡାକ ତାଙ୍କ ଆଗରେ ଗାଆନ୍ତୁ। ଖ୍ରୀଷ୍ଟୀୟ ଗୀତ ଗୁଡାକ ସେମାନେ ବୁଝିବାରେ ୟାର ମାନେ କଣ, ଏଇଟା ଏମିତି କଣ, ସେଟା ଅନ୍ତତଃ ସେ କିଛି ଧରି ପାରିବେ, ସେୟା କରନ୍ତୁ। ଖ୍ରୀଷ୍ଟ ଧର୍ମ ଯେ ଏକ ପାଶ୍ଚାତ୍ୟ ଧର୍ମ ଏହା ଲୋକମାନେ ନ ବୁଝନ୍ତୁ ଏଇ ସବୁ ଆମେ କରିବା ଦ୍ୱାରା। ତେଣୁ ଆମମାନଙ୍କ ମଧ୍ୟରେ ଏଇ ସମସ୍ତ ବିଷୟ ଗୋଟେ ପ୍ରାକ୍ଟିକାଲ ହ୍ୟାବିଟ ହଉ। କ୍ରିସମାସ କୁ ଆମେ ଯେମିତି ପାଳିକି ଆସୁଥିଲୁ ସେମିତି ନ ପାଳି ମୁଁ ଅନୁରୋଧ କରିବି ଆପଣ ମାନଙ୍କୁ ଏଇ ଦୁଇଟି ବିଷୟ ପ୍ରତି ଧ୍ୟାନ ଦେବେ ଏ ବର୍ଷ। ଯଦି ଯୋଉମାନେ ଦେଇଛନ୍ତି ବହୁତ ଖୁସି ଆଉ ପ୍ରଭୁ ସେଥିରେ ବହୁତ ଆନନ୍ଦିତ, କିନ୍ତୁ ଦୁଇଟି ବିଷୟକୁ ଆପଣ ମାନେ ଆଉ ଧ୍ୟାନ ଦେବେ। ପ୍ରଥମ ବିଷୟ ହେଲା ତାଙ୍କର ପ୍ରଶଂସା ଓ ଧନ୍ୟବାଦର ସ୍ୱର ଉତ୍ତୋଳନ କରିବା ନିଜ ଭାଷାରେ। ମୁଁ ଆଜି ଏଇ ସରମନ ପରେ ଗୋଟେ ଗୀତ ଗାଇ ଭାବିଥିଲି, ମୁଁ ଚୁଜ କରିଥିଲି ଇଂଲିଶ ଗୀତ, କିନ୍ତୁ ଯେତେବେଳେ ପ୍ରଭୁ ମୋ ମନରେ ଏଇ ଗୀତ ଏଇ ସରମନ ଦେଲେ, ଏଇ ଯୋଉ ବାକ୍ୟ ଦେଲେ, ଏଇ ସମସ୍ତ ମାନେ ବିଚାରକୁ ଦେଲେ, ମୁଁ ଚିନ୍ତା କଲି ମୁଁ ମଧ୍ୟ ଆଜି ଗୋଟେ କ୍ରିସମାସ ପାଇଁ ଗୋଟେ ଓଡ଼ିଆରେ ଗୀତ ଗାଇବି ଆପଣ ମାନଙ୍କୁ ଉତ୍ସାହିତ କରିବା ପାଇଁ। ତେଣୁ ଆମମାନଙ୍କ ମଧ୍ୟରେ ଅନେକ ସମୟରେ ଆମେ ଅନେକ ବିଷୟକୁ ଆମେ ଲୋକମାନଙ୍କର ଦେଖା ନେଖା ଧରିକି ଚଲେଇଥାଉ, କିନ୍ତୁ ପ୍ରିୟ ମାନେ ଆପଣ କ୍ରିସମାସ ସେଲିବ୍ରେସନ ଆପଣଙ୍କ ହୃଦୟରେ କରନ୍ତୁ। ଆପଣ କ୍ରିସମାସ ଇନ୍ ୟୋର ଟାଇମ, ଇଟ୍ ଇଜ ବ୍ୟୁଟି, ୟୁ ମେକ୍ ବ୍ୟୁଟିଫୁଲ। ପରମେଶ୍ୱର ଆଜି ଆମକୁ ମଧ୍ୟ ସେଇ ଅଧିକାର ଦେଇଛନ୍ତି ଆମ ସମୟକୁ ଆମେ ବ୍ୟୁଟିଫୁଲ କରିବା ପାଇଁ। ପରମେଶ୍ୱର ଆମକୁ ସମୟ ଦେଇ 600 ବର୍ଷ ପୂର୍ବରୁ ତାଙ୍କର ଯୋଜନାକୁ ଆଉ ସେ ପ୍ରକାଶିତ କଲା ପରେ ମନୁଷ୍ୟ ପାଇଁ ତାହା ସୁଯୋଗ ଛାଡ଼ିଦେଲେ। ମନୁଷ୍ୟ ମଧ୍ୟ ସେଇ ସୁଯୋଗ ପ୍ରତି ସୁନ୍ଦରତାର ସହିତ କରୁ। ପ୍ରଭୁ ଆମମାନଙ୍କୁ ଆଶୀର୍ବାଦ କରନ୍ତୁ। ଆଉ ଜଣେ ଖ୍ରୀଷ୍ଟୀୟ ଭାଇ ଭାରତରେ ସେ ଶିକ୍ଷିତ ଲୋକମାନଙ୍କର ନିକଟରେ ଆଉ ସେ ବିଶ୍ୱାସର ପ୍ରଚାର ଯେତେବେଳେ କରୁଥିଲେ ଆଉ ସେ ସବୁବେଳେ ଯତ୍ନ ନେଉଥିଲେ ଅନେକ ବିଷୟରେ ଯେ ଏହି ଦେଶର ଲୋକମାନେ କେମିତି ଏମାନଙ୍କୁ କେମିତି ପ୍ରଚାର କରାଯିବ, ଏମାନଙ୍କ ଭାଷାରେ କେମିତି କହିବି, କେମିତି ଷ୍ଟୋରି ଲେଖିବି, କେମିତି ବାକ୍ୟ ପ୍ରଚାର କରିବି, ସେଥିପାଇଁ ସେ ବହୁତ ଆଉ ସେ ଚେଷ୍ଟା କରୁଥିଲେ। ଡକ୍ଟର ଇ ଷ୍ଟାନଲି ଜୋନ୍ସ ତାଙ୍କ ନାଁ, ଆଉ ସେ ଗୋଟେ ସୁନ୍ଦର ବହି ଲେଖିଛନ୍ତି, ଆପଣ ମାନେ ଦରକାର ପଡିଲେ ମଗେଇକି ପଢିବେ ଆମାଜନରୁ। ଖ୍ରାଇଷ୍ଟ ଅଫ ଦ ଇଣ୍ଡିଆନ ରୋଡ, ମାନେ ଭାରତ ପଥର ଖ୍ରୀଷ୍ଟ। ତ ଆମ ଦେଶ ଅନୁସାରେ, ଆମ ଚିନ୍ତାଧାରା ଅନୁସାରେ, ଆମର ବିଶ୍ୱାସର ବଢୁତି ଅନୁସାରେ, ଆଉ ଆମର ଟ୍ରାଡିସନ ଆଉ ଇଏ ସମସ୍ତ ଅନୁସାରେ ଆଉ ସେ ସୁନ୍ଦର ଭାବରେ ଲେଖିଛନ୍ତି ଯେ ଖ୍ରୀଷ୍ଟ ଭାରତର ରୀତି, ଭାରତର ପଥରେ ଖ୍ରୀଷ୍ଟ। ତ ଆଜି ଆମମାନଙ୍କୁ ଆଉ ସେ ବହି ପଢିବା ଦ୍ୱାରା ଅନେକ ବିଷୟ ଶିକ୍ଷା ଦବ, ଆମେ ବୁଝିପାରିବା ଆମେ ଭାରତରେ କିପରି କ୍ରିସମାସ ସେଲିବ୍ରେସନ କରୁ। ଆଜି ପାଶ୍ଚାତ୍ୟ ଦେଶକୁ ଆମେ ଫଲୋ କରି ଆଜି ଆମମାନଙ୍କର ଅସ୍ଥି ହରେଇ ଦଉଛୁ, ଆମମାନଙ୍କର ବିଶ୍ୱାସର, ଆମମାନଙ୍କର ସତ୍ୟତାର, ଆମମାନଙ୍କର ପ୍ରଥମ ପ୍ରେମକୁ ଆମେ ଭୁଲି ଯାଉଛୁ। ତେଣୁ ପ୍ରିୟମାନେ ଏଇ କ୍ରିସମାସରେ ଆମେ ଉତ୍ତମ ଭାବେ ପ୍ରଭୁଙ୍କର ଆନନ୍ଦର ସ୍ୱର ଉତ୍ତୋଳନ କରିବା ତାଙ୍କ ନିମନ୍ତେ ଅଣ ଭାଇ ଭଉଣୀ ମାନଙ୍କ ନିକଟରେ ପ୍ରଭୁଙ୍କର ପ୍ରଥମ ଆଗମନର
कारण आउ तांकर लक्ष्य को आम प्रकाश करिबा आम चाली चलन रीतिनीति आम पिठा पणा लुगा पत्र ताहा ही केवल क्रिसमस रो संकेत न दो आम हाथ में गोटे ईश्वर वाक्य रहू अन्य मानक आम उपहार देवा समय ईश्वर वाक्य को दवा ताहा हुए तो जीवंत वाक्य हृदय कार्य करिवो। प्रभु आम को ये छोट चिंतन पाई आशीर्वाद करंतु। मु वर्तमान गोटे छोट गीत की गाइबी तापरे मोर वक्तव्य को एठारे शेष करिबी। सुनिबा गोटे गीत ना टाइम ही जो सुनिबा भाई सुनिबा हो ताले समस्त म्यूट कर देबे। मु एटा को गाइबी गाइबा पई चेष्टा करी। सकाळ टाइम रे टिके वॉइस गुडा को भलो आसेनी तथापि आपण माने ए गीत जानि थिबे मोर सहित जो माने जानि चंती मने मने गाइबे गाइची ए क्रिसमस को आपण माने आनंद उपभोग करिवे। कहीं होनी कहीं